ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଲକ୍ଷ୍ୟ ମିଡ଼ିଆକୁ। କିଛି ଦିନ ପୂର୍ବେ ଆପଣଙ୍କୁ ଗୋସାଣୀ ବ୍ଲକରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚିତ୍ର ଦେଖାଇଥିଲି। ଆଜି ମୁଁ କାଶୀନଗର ବ୍ଲକରେ ଅନେକ ଅଞ୍ଚଳ ଗ୍ରସ୍ତ କରୁଛି ଏବଂ ସେଠାରୁ ଯଦି କହିବା ପ୍ରଥମେ ରାଣୀପେଣ୍ଠ, ତା ପରବର୍ତ୍ତୀ ଯଦି କହିବା ଆମେ ସିଧାମଡ଼ଙ୍ଗ, ବର୍ତ୍ତମାନ ମୁଁ ଆସି ପହଞ୍ଚିଛି ଖାରଡ଼ାରେ। ଏ ହେଉଛି ଖାରଡ଼ାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଏହି ମନ୍ଦିରରେ ତାଲା ପଡ଼ିଛି। ବୋଧ ହୁଏ ଆମେ ପୂଜକ କହିପାରିବା କି ଭଗବାନ କହିପାରିବା, ଯେମିତି ପୂର୍ବରୁ ମୁଁ ଭିଡ଼ିଓ ଗୁଡ଼ିକରେ କହିଥିଲି ସେହିପରି ହିଁ କହୁଛି। ଏଇଠି ତାଲା ପଡ଼ିଛି ଏବଂ ବର୍ତ୍ତମାନ ଯଦି ସମୟ କହିବି ମୋ ମୋବାଇଲରୁ ସିଧା ସମୟ ଆପଣଙ୍କୁ କହିବି, କାରଣ ଯେତେବେଳେ ଆମେ ସେ ଭିଡ଼ିଓ କରିଥିଲୁ 10:30 ହେଲାଣି, ବର୍ତ୍ତମାନ 10:26ରୁ 10:30 ହେଲାଣି। ଯେଉଁ ଭିଡ଼ିଓ ଗୁଡ଼ିକ କରିଥିଲୁ ସେଥିରେ ବହୁତ ହେଲ୍ଥ ଡିପାର୍ଟମେଣ୍ଟର ଅନେକ ଏମିତି କର୍ମଚାରୀ ଥିଲେ, ଓଡ଼ିଶା ବ୍ୟାପୀ ବିଭିନ୍ନ ପ୍ରକାରର ମେସେଜ ଗୁଡ଼ିକ ଦେଇଥିଲେ। ସେମାନଙ୍କର ଆଖି ଖୋଲିଦେବାକୁ ଚାହେଁ। ଦେଖନ୍ତୁ, ବର୍ତ୍ତମାନ ତ ଓପିଡ଼ି ସମୟ, ଏମାନେ ରହୁନାହାନ୍ତି। ଏଥିପାଇଁ ଦାୟୀ କିଏ ଏବଂ ଯେଉଁ ଗରିବମାନେ ଏମାନଙ୍କ ଠାରୁ ଔଷଧ ପାଇବେ କିମ୍ବା ଚିକିତ୍ସା ପାଇବେ, ସେମାନେ ଗ୍ରାମାଞ୍ଚଳରେ ସେମାନଙ୍କର ଅବସ୍ଥା କ'ଣ, ତାର ଉତ୍ତର ଆପଣମାନେ ଦେବେ କି? ଆପଣମାନେ ଯେତେବେଳେ ବିରୋଧ କରୁଛନ୍ତି, କୌଣସି ଏକ ଖବରକୁ ପ୍ରସାରଣ କରାଯାଉଛି, ଆର ଉତ୍ତର ଆପଣମାନଙ୍କ ପାଖରେ ଅଛି କି? ଆର ସମୟ, ଓପିଡ଼ି ସମୟ କେତେ ଆପଣମାନେ ଭଲ ଭାବେ ଜାଣିଛନ୍ତି ଏବଂ ସରକାର ଯେଉଁ ନିର୍ଦ୍ଧାରିତ କରିଛନ୍ତି ସେ ସମୟରେ ଏମାନେ ଆସୁନାହାନ୍ତି, ଆଉ ତାଲା ଏଠାରେ ଝୁଲୁଛି। ତେବେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତାକୁ ହିଁ ଅପେକ୍ଷା।